ସକାଳୁ ସକାଳୁ ଆଖି ଖୋଲୁ ନଥାଏ, କିନ୍ତୁ ପିଲାଙ୍କ ପାଇଁ ଟିଫିନରେ କ'ଣ ବନେଇବି ସବୁ ମାଆମାନଙ୍କର ଚିନ୍ତା ଥାଏ। ପ୍ରକୃତରେ ପିଲାଙ୍କ ପାଇଁ ଟିଫିନ୍ ବନେଇବା ସବୁଠୁ କଷ୍ଟ କାମ। ଟିଫିନ୍ ଏମିତି ହେବା ଦରକାର ଦେହ ପାଇଁ ହେଲ୍ଦି ହେଇଥିବ ଆଉ ଖାଇବା ପାଇଁ ଟେଷ୍ଟି ହେଇଥିବ। ଆଜି ଆମେ ସେମିତି ହେଲ୍ଦି ଆଉ ଟେଷ୍ଟି ଦୁଇ ପ୍ରକାରର ଟିଫିନ୍ ବନେଇବା। ଛୁଆ ଆଉ ମାଆ ସମସ୍ତଙ୍କ ମନ ଖୁସି ହେଇଯିବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍ରେ ଅଲ୍ ଅପସନ୍ରେ ପ୍ରେସ୍ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ପ୍ରଥମେ ଚାଲନ୍ତୁ ଗୋଟେ ବଡ଼ ଜାଗା ନେବା। ସେଇ ଜାଗାରେ ଗୋଟେ କପ୍ ଗହମ ଅଟା ଦେବା, ଯେଉଁ ଅଟାରେ ଆମେ ନିତିଦିନ ରୁଟି ଆଉ ପରଟା ବନାଉ। ଏବେ ସେଥିରେ ଅଧା ଛୋଟ ଚାମଚ କଞ୍ଚା ଜିରା ଦେବା, ଅଳ୍ପ ଜୁଆଣି ଦେବା। ଜୁଆଣିକୁ ହାତରେ ଘଷିକି ଦେବେ, ଭଲ ବାସ୍ନା ଆସିବ। ଜୁଆଣି ଦେଲେ ଜଳଖିଆ ବା ଟିଫିନ୍ ବହୁ ଜଲ୍ଦି ହଜମ ହେଇଯିବ। ତାପରେ ଅଳ୍ପ ହଳଦୀ ଗୁଣ୍ଡ ଦେବା, ତାପରେ ଅଳ୍ପ ଚିଲି ଫ୍ଲେକ୍ସ ଦେବା। ଚିଲି ଫ୍ଲେକ୍ସ ଦେଲେ ଜଳଖିଆ ବା ଟିଫିନ୍ ଦେଖିବା ପାଇଁ ଭଲ ଲାଗିବ। ଯଦି ଛୋଟ ପିଲା ଖାଇପାରୁନଥିବେ ତାହେଲେ ସ୍କିପ୍ କରିବେ। ତାପରେ ଅଟାକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ପ୍ରଥମେ ସବୁ ଗୁଣ୍ଡ ମସଲାକୁ ଗୋଳେଇ ନେବା, ତାପରେ ସେମ୍ କପ୍ରେ ମାପ କରି ଗୋଟେ କପ୍ ପାଣି ଦେବା। ପ୍ରଥମେ କିନ୍ତୁ ଅଳ୍ପ ଅଳ୍ପ ପାଣି ଦେବା। ଏକାଥରେ ସବୁ ପାଣି ଦେଇ ଗୋଳେଇଲେ ଅଟାରେ ବିଣ୍ଡା ଆସିଯିବ। ସେଥିପାଇଁ ଯେତିକି ପାଣି ଦରକାର ପଡ଼ିବ ଅଳ୍ପ ଅଳ୍ପ ପାଣି ଦେଇ ଗୋଳେଇବେ। ଏଇଠି ଦେଖନ୍ତୁ ଗୋଟେ କପ୍ ପାଣି ଦେଇ ଆମେ ଗୋଳେଇ ନେଲେ, କିନ୍ତୁ ଅଟା ବହଳିଆ ଅଛି। ଆଉ ଗୋଟେ କପ୍ ପାଣି ଆଣି ସେମିତି ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଭଲ ଭାବରେ ଗୋଳେଇବା। ଅଟାକୁ ଏମିତି ଗୋଳେଇବେ ଯେମିତି ଟିକେ ବି ବିଣ୍ଡା ରଖିବେ ନାହିଁ। ଏଠି ଦେଖନ୍ତୁ ଅଟାକୁ ଆମେ ଗୋଳେଇ ନେଲେ। ଗୋଟେ କପ୍ ଅଟା ପାଇଁ ଏଠି ମୁଁ 1.5 କପ୍ ପାଣି ବ୍ୟବହାର କଲି। ପାଣିର ଭାଗ ମାପ ଟିକେ ଧ୍ୟାନ ରଖିବେ। ଏତିକି ଅଟା ସହିତ ଆଜି ଆମକୁ ଦରକାର ଗୋଟେ ବଡ଼ ସାଇଜର ସିଝା ଆଳୁ। ଆଳୁ ଖାଇବା ପାଇଁ ପ୍ରାୟତଃ ସବୁ ପିଲା ଭଲ ପାଆନ୍ତି। ତା ଛଡ଼ା ଆଳୁ ଦେଲେ ଟିଫିନ୍ ପୁରା ନରମ ବନିବ ଆଉ ଖାଇବା ପାଇଁ ଭଲ ଲାଗିବ। ଆଳୁକୁ ଭଲ ଭାବରେ ଚକଟି ନେବା, ତାପରେ ଅଟା ସହିତ ମିଶାଇବା। ଟିଫିନ୍କୁ ଆଉ ଟିକେ ଟେଷ୍ଟି କରିବା ପାଇଁ ଗୋଟେ ଛୋଟ ସାଇଜର ପିଆଜକୁ ପୁରା ଚୁନ୍ ଚୁନ୍ କରି କାଟିକି ଦେବା। ତା ସହିତ ଭଲ ବାସ୍ନା ପାଇଁ ବେଶ କିଛି ଧନିଆ ପତ୍ର ଦେବା। ଟିଫିନ୍ରେ ଭଲ ବାସ୍ନା, ତା ଛଡ଼ା ଆହୁରି ଟେଷ୍ଟି କରିବା ପାଇଁ ଅଧା ଛୋଟ ଚାମଚ ଅରିଗାନୋ ଦେବା। ଯଦି ଆପଣଙ୍କ ପାଖରେ ଅରିଗାନୋ ଥିବ ଦେବେ, ନହେଲେ ପିଜା ସିଜନିଂ ଦେବେ। ଏଇ ଦୁଇଟି ଜିନିଷ ନଥିଲେ ଆପଣମାନେ ଅଧା ଛୋଟ ଚାମଚ ମ୍ୟାଗି ମ୍ୟାଜିକ୍ ମସଲା ଦେବେ। ଏସବୁ ଜିନିଷ ଦେଇ ଟିଫିନ୍ ବନେଇଲେ ଟିଫିନ୍ରେ ବହୁତ ବଢ଼ିଆ ବାସ୍ନା ଆସିବ। ସେ ବାସ୍ନାରେ ଛୋଟ ପିଲାମାନେ ଟିଫିନ୍ ଖାଇ ଶେଷ କରିବେ। ତାପରେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିବା ପରେ ପିଠଉ ଟିକେ ବହଳିଆ ଲାଗୁଛି ଆଉ ଅଳ୍ପ ପାଣି ଦେବା। ପାଣି ଆପଣମାନେ ଦେଖିକି ଦେବେ। এই ପିଠଉକୁ ଏତିକି ବହଳିଆ ରଖିବେ, ବେଶୀ ପାଣି କରିବେ ନାହିଁ। ଗୋଟେ କପ୍ ଅଟା ପାଇଁ ମୁଁ 2 କପ୍ ପାଣି ନେଇଥିଲି। ଦେଖନ୍ତୁ 3-4 ଚାମଚ ପାଣି ଆମର ବଳକା ରହିଲା। ପାଣି ଆପଣମାନେ ଟିକେ ଦେଖିକି ଦେବେ। ପିଠଉ ରେଡ଼ି ହେଇଗଲା। ଚାଲନ୍ତୁ ଟିଫିନ୍ ବନେଇବା ଷ୍ଟାର୍ଟ କରିବା। ଯେକୌଣସି ଗୋଟେ ତାୱା ନହେଲେ ପ୍ୟାନ୍ ନେବେ, ଗୋଟେ ତେଲିଆ ତାୱା ନେବେ। ରୁଟି ବନାଉଥିବା ତାୱା ନେବେ ନାହିଁ, ନହେଲେ ପିଠା ଉଠିବ ନାହିଁ। ତାପରେ ଅଳ୍ପ ତେଲ ଦେଇ ଚାରିପଟରେ ଲଗାଇବା। ଗୋଟେ ଡଙ୍କି ପିଠଉ ଆଣି ଆମେ ପିଠା ବନେଇବା। ବେଶୀ ମୋଟା କିମ୍ବା ବେଶୀ ପତଳା କରିବେ ନାହିଁ, ଟିକେ ମିଡ଼ିୟମ୍ ସାଇଜ୍ରେ କରିବେ। ତାପରେ ଲୋ ଫ୍ଲେମ୍ରେ 2-3 ମିନିଟ୍ କଭର୍ କରିବା। 2-3 ମିନିଟ୍ ପରେ ଏଠି ଦେଖନ୍ତୁ ପିଠାର ଉପର ଅଂଶ ଶୁଖିଲା ହେଇ ଆସିଲାଣି। ପିଠାର ଉପର ଅଂଶ ଶୁଖିଲା ହେଇଯିବା ପରେ ଅଳ୍ପ ତେଲ ନେଇ ଆମେ ପିଠା ଉପରେ ଦେବା। ତାପରେ ତେଲକୁ ପିଠାର ଚାରିପଟରେ ଲଗାଇବା। ତାପରେ ଆମେ ପିଠାକୁ ଓଲଟାଇବା। ଦେଖନ୍ତୁ ପିଠାର ତଳପଟ ଲାଲ କଲର୍ ହେଇ ଆସିଲାଣି। ତାପରେ ମିଡ଼ିୟମ୍ ଫ୍ଲେମ୍ରେ 2-3 ମିନିଟ୍ ପର୍ଯ୍ୟନ୍ତ ତଳପଟକୁ ସେକି ନେବା। ଦୁଇପଟ ସାଇଡ୍ ଲାଲ କଲର୍ ହେଇଯିବା ପରେ ଆମେ ବାହାରକୁ ବାହାର କରି ଆଣିବା। ଏବେ ଆମ ରେଡ଼ି ହେଇଗଲା ସବୁଠୁ ସହଜ ବିନା ଦଳା ଚକଟାରେ ସ୍ୱାଦିଷ୍ଟ ଆଳୁ ପରଟା। ଏହି ପରଟା ଏତେ ନରମ ହେଇଥାଏ, ଯେତେ ସମୟ ରହିଲେ ବି ଜମା ଟାଣ ହୁଏ ନାହିଁ। ଏହି ହେଲ୍ଦି ଟେଷ୍ଟି ପରଟା ସହିତ ଆପଣଙ୍କ ପିଲାର ଫେଭରାଇଟ୍ ଫ୍ରୁଟ୍ସ ଦେଇପାରିବେ, ନହେଲେ କିଛି ବି ନମକିନ୍ ଦେଇପାରିବେ। ଯେମିତି ଆପଣଙ୍କ ପିଲା ପସନ୍ଦ କରୁଥିବେ ସେମିତି ଦେବେ। ଏବେ ଚାଲନ୍ତୁ ଆଉ ଗୋଟେ ଟିଫିନ୍ ବନେଇବା। ଗ୍ୟାସ୍ ଉପରେ ଗୋଟେ ଛୋଟ ପ୍ୟାନ୍ ବସାଇବା। ଅଳ୍ପ ତେଲ ଦେବା। ତେଲ ଗରମ ହେଇଯିବା ପରେ ଅଧା କପ୍ ସିମେଇ ଦେବା। ଏଠି ମୁଁ କଞ୍ଚା ସିମେଇ ନେଇଛି, ଆପଣମାନେ ଭଜା ସିମେଇ ବି ନେଇପାରିବେ। ଯଦି ଭଜା ସିମେଇ ନେବେ ତାହେଲେ ସିମେଇକୁ ଆଉ ଭାଜିବେ ନାହିଁ। ଯଦି କଞ୍ଚା ସିମେଇ ନେଉଥିବେ ତାହେଲେ ଏମିତି ଦେବେ। ତାପରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ କେବଳ 2-3 ମିନିଟ୍ ପର୍ଯ୍ୟନ୍ତ ସିମେଇକୁ ହାଲକା ଭାଜିବା, ବେଶୀ ଲାଲ କରିବେ ନାହିଁ। ସିମେଇ ଏତିକି ଭାଜିଯିବା ପରେ ଆମେ ବାହାରକୁ ବାହାର କରି ଆଣିବା, ଗୋଟେ ଜାଗାରେ ରଖିବା ଆଉ ସିମେଇକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିବା। 2-3 ମିନିଟ୍ ପରେ ଦେଖିବେ ସିମେଇ ଟିକେ ଥଣ୍ଡା ହେଇଯିବ। ସିମେଇ ଥଣ୍ଡା ହେଇଯିବା ପରେ
ଯେଉଁ କପ୍ରେ ମାପ କରି ଆମେ ଅଧା କପ୍ ସିମେଇ ନେଇଥିଲେ ସେମ୍ କପ୍ରେ ମାପ କରି 1 କପ୍ ଫ୍ରେଶ୍ ଦହି ଦେବା। ଦହି ଜମା ଖଟା ଦେବେ ନାହିଁ, ନହେଲେ ଟିଫିନ୍ ଖଟା ଲାଗିବ, ପିଲାମାନେ ଜମା ବି ଖାଇପାରିବେ ନାହିଁ। ଯଦି ଆପଣଙ୍କ ଦହି ଟିକେ ବି ଖଟା ହେଇଯାଇଥିବ 1 କପ୍ରୁ କମ୍ ଦହି ଦେବେ। ଦହି ଦେଇ ସିମେଇକୁ ଗୋଳେଇ ଦେଲେ ସିମେଇ ଦହିରେ ବତୁରି ଯିବ, ଟିଫିନ୍ ଆମର ପୁରା ନରମ ବନିବ। ପିଲାଙ୍କ ଟିଫିନ୍କୁ ଆଉ ଟିକେ ହେଲ୍ଦି କରିବା ପାଇଁ ଅଳ୍ପ ଗାଜର, ଅଳ୍ପ କ୍ୟାପ୍ସିକମ୍ ଦେବା। ଗାଜରକୁ ପତଳା କରିକି ଦେବେ, କ୍ୟାପ୍ସିକମ୍କୁ ଛୋଟ ଛୋଟ କରି କାଟିକି ଦେବେ, ଜଲ୍ଦି ସିଝିଯିବ। ଆପଣଙ୍କ ପିଲାମାନେ ଯେଉଁ ଭେଜିଟେବୁଲ୍ସ ପସନ୍ଦ କରୁଥିବେ ଆପଣମାନେ ଦେଇପାରିବେ। ଭଲ ବାସ୍ନା ପାଇଁ ଅଳ୍ପ ଧନିଆ ପତ୍ର ଦେବା, ଅଳ୍ପ ଚିଲି ଫ୍ଲେକ୍ସ ଦେବା। ଯଦି ଛୋଟ ପିଲା ଖାଇପାରୁନଥିବେ ତାହେଲେ ସ୍କିପ୍ କରିବେ। ଯଦି ବଡ଼ ପିଲାଙ୍କ ପାଇଁ ବନଉଥିବେ ଅଳ୍ପ କଞ୍ଚା ଲଙ୍କା ଦେଇପାରିବେ। ସ୍ୱାଦ ଅନୁସାରେ ଲୁଣ ଦେବା, ତାପରେ ସବୁ ଜିନିଷକୁ ଗୋଳେଇ ନେବା। ଗୋଳେଇ ସାରିବା ପରେ 4-5 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା, ଯାହାଦ୍ୱାରା ସିମେଇ ଦହିରେ ବତୁରି ଯିବ ଆଉ ନରମ ହେଇଯିବ। 4-5 ମିନିଟ୍ ପରେ ଦେଖନ୍ତୁ ସିମେଇ ଫୁଲି ଯାଇଛି ଆଉ ସିମେଇ ନରମ ହେଇଯାଇଛି। এই ସିମେଇ ମିକ୍ସଚରକୁ ଏତିକି ବହଳିଆ ରଖିବେ, ଜମା ବେଶୀ ପାଣି କରିବେ ନାହିଁ। ଚାଲନ୍ତୁ এই ମିକ୍ସଚରରେ ଟିକେ ଆମେ ତଡ଼କା ଲଗାଇବା। ତଡ଼କା ପାଇଁ ଅଧା ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହେଇଯିବା ପରେ ଅଧା ଛୋଟ ଚାମଚ ବୁଟ ଡାଲି, ଅଧା ଛୋଟ ଚାମଚ ବିରି ଦେବା। ଅଳ୍ପ ବୁଟ ଡାଲି ଆଉ ବିରି ଦେଲେ ତଡ଼କାରେ ଖାଇବା ପାଇଁ ଭଲ ଲାଗେ। ବୁଟ ଡାଲି ବିରିକୁ ପ୍ରଥମେ ହାଲକା ଭାଜିବା, ତାପରେ ଅଧା ଛୋଟ ଚାମଚ ଜିରା ଦେବା। ଆପଣ ଚାହିଁଲେ ଛୋଟ ଦାନାବାଲା ସୋରିଷ ବି ଦେଇପାରିବେ। ତଡ଼କା ହେଇଯିବା ପରେ ବାହାରକୁ ବାହାର କରି ଆଣିବା। ସେ ଗ୍ୟାସ୍ ଉପରେ ଇଡଲି ଛାଞ୍ଚରେ ଅଳ୍ପ ପାଣି ଗରମ କରିବା। ଏପଟେ ଗରମ ଗରମ ତଡ଼କାକୁ ନେଇ ଗୋଳେଇ ରଖିଥିବା ସିମେଇ ମିକ୍ସଚରରେ ଦେବା, ତାପରେ ଗୋଳେଇ ନେବା। ଗୋଳେଇ ସାରିବା ପରେ ସିମେଇର ଫାଇନାଲ କନସିଷ୍ଟେନ୍ସି ଦେଖନ୍ତୁ, ଏତିକି ବହଳିଆ ରଖିବେ, ଜମା ବେଶୀ ପାଣି କରିବେ ନାହିଁ। ତାପରେ ଇଡଲି ଛାଞ୍ଚରେ ଅଳ୍ପ ଅଳ୍ପ ତେଲ ଲଗାଇବା। ତେଲ ଲଗାଇଲେ ଇଡଲି ସହଜରେ ବାହାରି ଆସିବ। ତାପରେ ମିକ୍ସଚରରୁ ଅଳ୍ପ ଅଳ୍ପ ନେଇ ଇଡଲି ଛାଞ୍ଚରେ ଦେବା। ଯେତିକି ଆମେ ସିମେଇ ମିକ୍ସଚର ବନେଇଥିଲେ ସେତିକି ସିମେଇ ମିକ୍ସଚରରୁ ଦେଖନ୍ତୁ 5ଟି ବଡ଼ ସାଇଜ୍ର ଇଡଲି ଆମ ରେଡ଼ି ହେଲା। ଚାଲନ୍ତୁ ଇଡଲିକୁ ସିଝେଇବା। କୁକରରେ ପାଣି ଗରମ ହେଇଯିବା ପରେ ଆମେ ଇଡଲି ଛାଞ୍ଚକୁ ରଖିବା, ତାପରେ ମିଡିୟମ ଫ୍ଲେମ୍ରେ 10-12 ମିନିଟ୍ ପର୍ଯ୍ୟନ୍ତ ଇଡଲିକୁ ସିଝେଇବା। 12 ମିନିଟ୍ ପରେ ଦେଖନ୍ତୁ ଇଡଲିର ଉପର ଅଂଶ ପୁରା ଶୁଖିଲା ହେଇଗଲାଣି, ତାମାନେ ଇଡଲି ଆମ ସିଝି ଯାଇଛି। ଏବେ ଆମେ ବାହାରକୁ ବାହାର କରି ଆଣିବା, ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ଥଣ୍ଡା ହେଲା ପରେ ସ୍ପୁନର ପଛପଟରେ ଅଳ୍ପ ପାଣି ଲଗାଇ ଆମେ ଇଡଲିକୁ ବାହାରକୁ ବାହାର କରିବା। ଦେଖନ୍ତୁ ଇଡଲି ଛାଞ୍ଚରୁ କେତେ ସହଜରେ ବାହାରି ଆସିଲା, ଛାଞ୍ଚରେ ଜମା ବି ଲାଗିନାହିଁ। ଏବେ ଆମ ରେଡ଼ି ହେଇଗଲା ସବୁଠୁ ହେଲ୍ଦି ଟେଷ୍ଟି ସିମେଇ ଇଡଲି। এই ସିମେଇ ଇଡଲିକୁ ଯେତେ ସମୟ ରଖିଲେ ବି ଜମା ଶୁଖିଲା ହେବ ନାହିଁ, ସେମିତି ତୁଳା ପରି ନରମ ଆଉ କଅଁଳିଆ ରହିବ। ଆପଣମାନେ ପିଲାଙ୍କ ଟିଫିନ୍ରେ ଦେଇପାରିବେ, ଯେକୌଣସି ଚଟନି ସସ୍ ଲଗାଇ ପିଲାମାନେ ଖୁସିରେ ଖାଇପାରିବେ। ତାହେଲେ ଆପଣମାନେ এই 2ଟି ସହଜ ହେଲ୍ଦି ଟେଷ୍ଟି ଟିଫିନ୍ ବନାନ୍ତୁ। ଆଉ ଏମିତି ଟିଫିନ୍ ରେସିପି ଯଦି ଆଗକୁ ଦରକାର ନିହାତି କମେଣ୍ଟ ସେକ୍ସନରେ କମେଣ୍ଟସ୍ କରି ଜଣାନ୍ତୁ। ତାହେଲେ ଆଜି ପାଇଁ ରହିଲି, ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।